ନନ୍ଦର ଗୋପପୁର ଓ ରାଜପଦ ପ୍ରାପ୍ତି। ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା ଶୁକମୁନି ଚରଣରେ କଲେ ଦିବ୍ୟ ପୂଜା। ବାଳକ ରୂପରେ ନନ୍ଦ ଘରେ ନାରାୟଣ କି କ୍ରୀଡ଼ା କଲେ ସେହି କହୋ ବହନ। କହନ୍ତି ସେ ଶୁକମୁନି ପରୀକ୍ଷ ଆଗରେ ନାମ ଦେଇ ମୁନି ମାନେ ଗଲେ ଯେ ଝାପୁରେ। ଏମନ୍ତ ନନ୍ଦର ଘରେ ବିଜୟ କହ୍ନାଇ ବାଳ କେଳି କରନ୍ତି ଯେ ଦେବ ଭାବ ଗ୍ରାହୀ। ଏଥୁ ଅନନ୍ତରେ ଶୁଣ କୃଷ୍ଣଙ୍କ ଚରିତ ଯାହା ଶୁଣନ୍ତେ ଦୃଷ୍ଟ ହୋଇବ ଖଣ୍ଡତ। ଏଥି ଉତ୍ତାରୁ ଶୁଣ ହେଉ କଂସର ଚରିତ ଆସ୍ଥାନେ ବସି ଅଛନ୍ତି ଦ୍ରୁମିଲାର ସୁତ। ଅକ୍ରୂର ମାତ୍ୟ ତାର ଅଛଇ ପାର୍ଶ୍ୱରେ ଗାର୍ଗବ ବସି ଅଛନ୍ତି ଖଣ୍ଡେକ ଦୂରରେ। ମନ ଦୁଃଖେ କଂସ ରାଜା ନିଶ୍ୱାସ ଛାଡ଼ିଲେ କାହୁଁ ଆସି ବୈରୀ ମୋର ଉପସ୍ଥିତ ହେଲା। ଏମନ୍ତ ସେ କଂସ ଚିନ୍ତା କଲା ଗୁରୁତର ମନ୍ତ୍ରୀକୁ ବୋଲାଇ ସୈନ୍ୟ ସଜାଅ ମୋହର। ଗୋପନଗ୍ର ଭାଙ୍ଗି ଆଜି ନନ୍ଦକୁ ଆଣିବି ସେ ନଗ୍ରର ନାମ ଆଉ କେବେ ନ ଥୋଇବି। ରାମକୃଷ୍ଣକୁ ଆଜି ମୁଁ ଧରି ନ ଆଣିବି ଶତ୍ରୁ ନାଶ କରି ଉତ୍ସବକୁ କରାଇବି। ଏହା ବୋଲି କଂସ ରାଜା ସୈନ୍ୟ ହକାରିଲେ ରଥ ଗଜ ପଦାତିକ ସଜାଅ ବୋଇଲେ। ଅକ୍ରୂର ମନ୍ତ୍ରୀ ଯେ ଯହୁଁ ଏକେ ପ୍ରହାର କି ନିମନ୍ତେ ରାଜା ତାର ଏଡ଼େ ବିଚାର। ଆପଣା ରାଜାକୁ ତୋର କିମ୍ପା ଏଡ଼େ ଦଣ୍ଡ ଯାହାର ନାମ ଧଇଲେ କମ୍ପଇ ବ୍ରହ୍ମାଣ୍ଡ। ନନ୍ଦ ମହାଖୁଡୁ ନାମେ ଅଛି ଗୋପପୁରେ ତାର ପୁତ୍ର ରାମକୃଷ୍ଣ ଇଛୁ ମାରିବାରେ। ରାମକୃଷ୍ଣ ମାରିବାକୁ ଭାବୁ ମହାରାୟ ତହିଁକି କରନ୍ତୁ ରାଜା ମୋହର ଉପାୟ। ତାକୁ ମାରିବାକୁ ଯେବେ ଗୋପପୁରେ ଯିବୁ ଗୌତମ ଋଷିର ଅଭିଶାପ ଅବଶ୍ୟ ପାଇବୁ। ରାଜା ମନରେ ଭୟକୁ ତୁହି ଛଡ଼ାଇବୁ ଏହାକୁ ଯେବେ ତୁ ଡରୁ ଗୋପକୁ ନ ଯିବୁ। ଗୋପରେ ପଶିଲେ ମୂର୍ଧା ଫାଟିଯିବ ତୋର ବିଚାର ନ କରି ଗଲେ ମରିବୁ ହୋ ବୀର। ସମସ୍ତେ ବୋଲିବେ କଂସ ଡରିଲା ଡରିଲା ନନ୍ଦ ନନ୍ଦନକୁ ତାର ବଡ଼ ଭୟ ହେଲା। ଅକ୍ରୂର ବଚନ ଶୁଣି କଂସ ମହାରାୟ ରାମକୃଷ୍ଣ ମାରିବାକୁ କଲା କଉପାୟ। ସେ ବୋଲଇ କୌଶଳେ କୌତୁକ ହୁମା ଶତ୍ରୁକୁ ହିଁ ମାରି ନନ୍ଦକୁ ଆଜି ମୁଁ ଗୋପେ କର ଅଧିକାରୀ। ଗୋପରେ ନନ୍ଦକୁ ରାଜ ପଣେ ଛାଡ଼ି ଦେଲା ସମସ୍ତ ଗୋପାଳଙ୍କର ରଜା କରାଇଲା। ତହିଁ ପରେ ନିଜ ଗଜେ କରିବା ଭିଆଣ ଦଧି ଦୁଗ୍ଧ ଆଦି ଦେବ ନିତ୍ୟରେ ଆଣିଣ। ଏଥିରୁ ପଦାର୍ଥେ ଯେବେ ନ୍ୟୁନ ନୋଇବ ଶୋକଟୁମ୍ଭେ ତାହାକୁ ହିଁ ବାନ୍ଧିଣ ଆଣିବ। ଅଧିକାର ନ ବହୁ ଭଲ ମନ୍ଦେ ବୋଲି ତାହାକୁ ଧରି ଛଡ଼ାଇ ଜାଣିଥାଅ ଭଲେ। ଶୁଣି କରି ଭୋଜପତି ଆନନ୍ଦିତ ହେଲା ଧନ୍ୟ ଧନ୍ୟ ମନ୍ତ୍ରୀ ବୋଲି ରତ୍ନମାଳା ଦେଲା। ତତକ୍ଷଣେ କଂସ ରାଜା ଡଗରେ ରାଇଲା ନନ୍ଦକୁ ହିଁ ଘେନି ଆସ ବୋଲି ଆଜ୍ଞା ଦେଲା। ରାଜା ଆଜ୍ଞା ପାଇ ବେଗେ ଚଳିଲେ ଡଗର ପ୍ରବେଶ ହୋଇଲେ ଯାଇ ଗୋପର ଭିତର।
ବିଶ୍ୱକର୍ମା ଯେ ମଣ୍ଡପ ଭିଆଣଇ ଅଛି, ସେ ମଣ୍ଡପ ପରେ ଉଠି ଆନନ୍ଦ ହେଉଛି। ଦେଶାଉତ୍ତରୀ ମାନେ ଆସି ନନ୍ଦକୁ କହିଲେ, ସମସ୍ତଙ୍କୁ ଯିବା ପାଇଁ କଂସ ଆଦେଶିଲେ। ଶୁଣିନ ଗୋପାଳ ମନେ ଅତି ଭୀତ ହେଲେ, କେହି ଯାଇ କରି ଯଶୋଦାଙ୍କୁ ଜଣାଇଲେ, ଶୁଣ ଗୋ ଯଶୋଦା କଂସ ନନ୍ଦକୁ ନେଉଛି, ଗୋପାଳ ମାନଙ୍କୁ ପୁଣି ଡକରା ହୋଇଛି। ଶୁଣିନ ଯଶୋଦା ଦେବୀ ଚିନ୍ତିତ ହୋଇଲେ, ଗମ୍ଭୀର ଭିତରେ ସେ କୃଷ୍ଣଙ୍କୁ ଲୁଚାଇଲେ। କିସ ବିପରୀତ ପୁଣି ହୋଇଲା ଗୋପରେ, ଏମନ୍ତ ବିଚାରୁ ନନ୍ଦ ମିଳିଲା କତିରେ। ନନ୍ଦ ହିଁ କହିଲେ ଯଶୋମତୀଙ୍କ ଆଗରେ, ମଥୁରାକୁ ଯାଉଅଛି କଂସର ଛାମୁରେ। ଯଶୋଦା କୋଳରେ ଘେନି ଥିଲେ ଯେ କହ୍ନାଇ, ନନ୍ଦ ନେଇଣ କୃଷ୍ଣଙ୍କୁ କୋଳରେ ଧରଇ। କୁଙ୍କୁମ କସ୍ତୁରୀ କୃଷ୍ଣେ ଦେହେ ଲାଗିଥିଲା, ନନ୍ଦର ମୁଖରେ ତାହା ସମସ୍ତ ଲାଗିଲା। ଯଶୋଦା ବୋଇଲେ ତାହା ଅନୁକୂଳ ନାଥ, କଂସ ରାଜା ଠାରୁ ଯଶେ ପାଇବ ବହୁତ। ଶୁଣହୁ ପରୀକ୍ଷ ନନ୍ଦ ଗୋପାଳଙ୍କୁ ଘେନି, କଂସ ରାଜା ନିକଟକୁ ଗମଇ ସେ ପୁଣି। 1,09,00,000 ଗୋପାଳ ଘେନିଣ, ଦେହରେ ଲଙ୍କା ନରେଶ କଲା ଦରଶନ। ଦୁଧ ଦହି ସର ଆଦି ସଙ୍ଗେ ନେଇଥିଲା, କଂସର ଛାମୁରେ ନେଇ ଦରଶନ ହେଲା। ଦେଖି କରି ରାଜା ବଡ଼ ହରଷ ହୋଇଲା, ଅକ୍ରୂର ବଚନ ଗୋଟି ନିରେଖି ଚାହିଁଲା। ନନ୍ଦକୁ ଚାହିଁ ଅକ୍ରୂର ବୋଲଇ ବଚନ, ରାଜାର ଆଜ୍ଞାରେ ହୁଅ ଗୋପର ରାଜନ। ସମସ୍ତ ଗୋପାଳେ ରାଜା ଅନୁମତି ଶୁଣ, ନନ୍ଦ ହୋଇଲା ଯେହୁଁ ଗୋପର ରାଜନ। ନନ୍ଦକୁ ହିଁ ନିଜେ ସାରି ଦେଲେ କଂସ ରାଜ, ଆଜହୁଁ ଗୋପରେ ତୁହି ଠାକୁର ହୁଅ। କଂସ ବୋଇଲା ଆହୁରି ଶୁଣ ନନ୍ଦରାଣ, ଅକ୍ରୂର କିସ ବା ବୋଲେ ତାହାଠାରୁ ଶୁଣ। ଏହା ଶୁଣି ମନ୍ତ୍ରୀ ବୋଲେ ନନ୍ଦଗ୍ରତରେ, ଆଜହୁଁ ନିଯୋଗ ପୁଣି ହୋଇଲା ତାଠାରେ। ଦହି ଦୁଗ୍ଧ ଧାମ ଯେ ଗୋଟିକା ବି ନେଇ, ଦିନରେ 1,00,000 ଭାର ଦେଲା ତାର ତହିଁ। ଏଥିରୁ ଟିକିଏ ଯେବେ ତୁ ଊଣା କରିବୁ, ଏକ ପଦାର୍ଥ ଊଣାରେ କାଳାନ୍ତର ହେବୁ। ଏମନ୍ତ ବୋଲି ନନ୍ଦକୁ ପୁଣି ଛାଡ଼ି ଦେଲା, ଗୋପରେ ଠାକୁର ହୁଅ ନନ୍ଦକୁ ବୋଇଲା। ଶୁଣହୁ ପରୀକ୍ଷ ନନ୍ଦ ରାଜାଙ୍କ ପାଇଲା, ଗୋପାଳଙ୍କୁ ଘେନି ସେହୁ ଗୋପେ ପ୍ରବେଶିଲା। ଗୋପରେ ଆନନ୍ଦ ତେହୁଁ ହେଲା ଘର ଘର, ଦେଖି ଯଶୋଦାଙ୍କ ହେଲା ଆନନ୍ଦ ପାର। ଶ୍ରୀକୃଷ୍ଣ ନାଥଙ୍କୁ ତହୁଁ କୋଳରେ ଧଇଲେ, ନାରାୟଣ ନାରାୟଣ ରଖ ବୋଲି ବାକ୍ୟ ଉଚ୍ଚାରିଲେ। ମାୟାଧର ପୁରୁଷ ଯେ ମାୟା ଭିଆଇଲେ, ଗୋପପୁରେ ନନ୍ଦକୁହୁଁ ରାଜା କରାଇଲେ। ରହିଲେ ସେ ଅନ୍ତର୍ଯ୍ୟାମୀ ନନ୍ଦର ମନ୍ଦିରେ, ସେହି ଦିନରୁ ନିଯୋଗ ଦିଏ ଦଣ୍ଡ ତାରେ। ପରୀକ୍ଷ ବୋଇଲେ ମୁନି କହିବେ ପୁରାଣ, ନନ୍ଦର ଘରେ ରହିଲେ ସ୍ୱୟଂ ନାରାୟଣ। ଦେବଙ୍କର ହେତୁ ସିନା ବୈକୁଣ୍ଠ ତେଜିଲେ, ନନ୍ଦ ଘରେ କି ରୂପରେ ବାଳ କେଳି କଲେ। ଶୁଣହୁ ପରୀକ୍ଷ ସୋମବଂଶୀ ନୃପରାଣ, ବାଳକର କଥା ତୁମ୍ଭେ ସାବଧାନେ ଶୁଣ। ନନ୍ଦର ଘରେ ରହିଲେ ପ୍ରଭୁ ବନମାଳି, ନାନାବିଧି ରଙ୍ଗ କଥା
କଥା କଲେ ବାଳକେଳି ଏହିପରି ଦିନରେ ଯେ ନନ୍ଦନୁର ପରାଣ ଯଶୋମତୀଙ୍କୁ ଚାହିଁନ କହନ୍ତି ବଚନ ଶୁଣ ଆଗୁ ସୁବ୍ଦନାକ୍ତି ମଥୁରାକୁ ଯିବା ଦଧି ଦୁଗ୍ଧ ମାନ ରାଜା ଭଣ୍ଡାରେ ଦେବା ନିଯୋଗ ମାନ ଦେବାରୁ ଜୀବ ରାଜାଙ୍କୁ ହିଁ ଜୀବରେ ଆସିବା ଯାଇ ଗୋଗୋଷ୍ଠକୁ ମୁହିଁ ମୋ ପୁତ୍ରର କଥା ତୋତେ ଲାଗେ ଯଶୋମତୀ ସାବଧାନ ହୋଇଥିବ ନ କରିବୁ ଭ୍ରାନ୍ତି ତାହାକୁ ହିଁ ନନ୍ଦ ଏହିପରି ତିଆରିଲେ ଶିକା ବାହୁଙ୍ଗିରେ ତହୁଁ ବେଗେ ସଜ କଲେ ଏମନ୍ତ ସମୟେ ସେହି ଗୌଡ଼ ରାଜନ ଶୋଇଛନ୍ତି ଉତାନରେ ଦେଖି ଜନାର୍ଦ୍ଦନ ରାଣୀକୁ ତିଆରି ନନ୍ଦ ଗୋଷ୍ଠୀକୁ ଚଳଇ ତାହାର ମନ୍ଦିରେ ଛନ୍ତି ପ୍ରଭୁ ଯଦୁ ସାଇଁ ଯେତେବେଳେ ନନ୍ଦ ରାଜା ଗୋଷ୍ଠେ ଚଳିଗଲେ ଯେତେବେଳେ ଯଶୋମତୀ ରାମକୁ ଡାକିଲେ ଯମୁନାକୁ ମୁହଁ ପାର ଦିନୁ ଯାଇ ନାହିଁ ଏ ପୁତ୍ର ପାଖରେ ବାବୁ ଦଣ୍ଡେ ଥିବ ରହି ନିଦ୍ରିତ ହୋଇଣ ଅଛି ବାଳୁତ ନନ୍ଦନ ପୁତ୍ରର ନିକଟେ ବସିଥାଅ ବଳରାମ ଯଶୋମତୀ ଏହା କରି କଲା କଗମନ ଶ୍ରୀକୃଷ୍ଣର କଥା ଶୁଣି ପରୀକ୍ଷ ରାଜନ ଯେତେବେଳେ ନନ୍ଦରାଣୀ ଯମୁନାକୁ ଗଲେ ଯେଣେ ଯଦୁନାଥ ପୁଣି ମାୟା ବିଚାରିଲେ ବଳରାମ ବସିଥିଲେ କୃଷ୍ଣର ପାଖରେ ତାହାଙ୍କୁ ମାୟା କଲେ ହେ ପ୍ରଭୁ ଚକ୍ରଧରେ ଶୋଇଥାଇ କୃଷ୍ଣଚନ୍ଦ୍ର ଭାଳଇ ମନରେ ଦହି ଦୁଗ୍ଧ ମାତା ମୋର ଥୋଇଛି ଶିକାରେ ମୁହିଁ ଥାଉଁ କଂସ ନେବ ଏ ନିଯୋଗ ମାନ ଆଜି ଦଧି ଦୁଗ୍ଧ ମୁହିଁ କରିବି ଭୋଜନ ନିଦ୍ରାବତୀ କୁରାଇଣ ଶ୍ରୀକୃଷ୍ଣ ବୋଇଲେ ବଳରାମ ଚକ୍ଷୁକୁ ତୁ ଆବର କହିଲେ ତାହାଙ୍କ ଆଜ୍ଞା ପାଇନ ନିଦ୍ରାବତୀ ଗଲେ ଆଦିନାଥ ଚକ୍ଷୁର ସେ ବେଗରେ ଘୋରିଲେ ଧୀରେ ଧୀରେ ବଳରାମ ହସ୍ତ କାଢି ଦେଲେ ଥିରି ଥିରି ହୋଇ କୃଷ୍ଣ ପଶିଲେ ଭିତରେ ଦେଖିଲେ ଦଧି ଲବଣୀ ଅଛଇ ଶିକାରେ ମହାନନ୍ଦରେ ତହୁଁ ଉଠିଲେ ସତରେ ଲଉଡ଼ି ଗୋଟିଏ କୃଷ୍ଣ ଘେନିଲେ ହସ୍ତରେ ହାଣ୍ଡି ତଳି କଣା କରିଦେଲେ ଚଞ୍ଚଳରେ ତୁଣ୍ଡ ବିସ୍ତାର କରିଣ ଶ୍ରୀହରି ଭଖିଲେ ଦୁଇରା ଚାରି ହାଣ୍ଡି ନେଇ ତଳେ କଚାଡ଼ିଲେ ମାର୍ଜର ମାନେ ଶ୍ରୀହରି ଦେହୁ ଜାତ କଲେ କଳା ଶ୍ୟାମଳି ଅଙ୍ଗ ମୁଖ ତାଙ୍କ ଭଲେ ଅନେକ ମାର୍ଜରୀ ଶରୀରରୁ କଲେ ଜାତ ଖରାପ ଦୁଗ୍ଧଲେ ହନ୍ତି ଘନ ଘନ କରି କୌତୁକ କରନ୍ତି ଏହି ରୂପେ ଚକ୍ରଧାରୀ ପୁଣି ହିଁ ଶୟନ କଲେ ରାମଙ୍କ ପାଖରେ ଆପଣା ଇଚ୍ଛାରୁ ଖଟୁ ଲିରେ ବାନ୍ଧି ଦେଲେ ବେନି ମୁଠା ମାଟି ନେଇ ଶ୍ରୀକରେ ଘେନିଲେ କାହାକୁ ଭରିଲେ ନେଇ ପାଟିର ଭିତରେ ମାୟାରେ କାନ୍ଦନ୍ତି ତହିଁ ଦେବ ଚକ୍ରଧରେ ଲାଜେ ଜର ଜର ହେଲେ ପ୍ରଭୁ ଯଦୁନାଥ ନିଦ୍ରା ତେଜିଣ ଉଠିଲେ ସ୍ୱାମୀ ହଳ ହସ୍ତ ସ୍ନାହନ ନିମନ୍ତେ ଯଶୋମତୀ ଯାଇଥିଲେ ଯମୁନାର ସ୍ନାନ ସରି ବେଗରେ ଆଇଲେ କୃଷ୍ଣର ରୋଦନ ଶୁଣି ଚଞ୍ଚଳେ ଅଇଲେ କୋଳରେ ଘେନିଣ ପୁତ୍ର ମୁଖେ ଚୁମ୍ବ ଦେଲେ ଦୁଗ୍ଧ ଦହି ହାଣ୍ଡି ମାନ ଭାଙ୍ଗି ପଡିଥିଲା ଭାଜିଲେ ମାର୍ଜରା କେହ୍ନେ
ଏହାକୁ ଭାଙ୍ଗିଲାମ୍ ଶୁଣ ଆହେ ପରୀକ୍ଷିତ କୃଷ୍ଣ କଥା ମାନମ୍ ଯାହା ଶୁଣିଲେ ପାତକ ହୁଅଇ ଦହନମ୍ ହରି ନାମ ଗୋଟିକ ଯେ ଶୁଣ କର୍ଣ୍ଣ ପୁଟେ ନିଶ୍ଚୟ ଯାଇନ ସହି ବସେ ବୈକୁଣ୍ଠେ। ଶ୍ରୀକୃଷ୍ଣଙ୍କ ଲୀଳା ମାନ ଅଟେ ଦିବ୍ୟ ରସ ଚରଣେ ଶରଣ ମାଗେ ନାରାୟଣ ଦାସ ବିପ୍ର କୂଳେ ଜନ୍ମ ମୋର ନ ଜାଣଇ କିଛି ସର୍ବଜନଙ୍କ ମୁଖରୁ ଯାହା ମୁଁ ଶୁଣିଛି କୃପା ନିଧି କୃପା କର ଯେବେ କର ତ୍ରାହି ତେବେ ଆପଣଙ୍କ କଥା ମୋହି ଲେଖିବଇ ଏ ମାୟା ସଂସାରେ ନାଥ ପଡ଼ିଅଛି ମୁହିଁ ଏଥିରୁ ଉଦ୍ଧାର କର ତ୍ରୈଲୋକ୍ୟ ଗୋସାଇଁ ହରି।